କନକ ଉପତ୍ୟକାର କାହାଣୀ ସପ୍ତମ ଭାଗ। ମନ୍ଦିର ଭିତରେ ନଗରୀର ଶାସନ ସମିତିର ବୈଠକ ହେଉଥିଲା। ଜଣେ ଦୀର୍ଘକାୟ ବ୍ୟକ୍ତି କହୁଥିଲେ, ସୁଖର କଥା, ଆମେ ଏ ବର୍ଷ 3ଟି ଯାକ ପାପକୁ କାବୁ କରିପାରିଛୁ। ବଳି ପାଇ ଦେବୀ ଆପ୍ୟାୟିତା ହେବେ। ସେମାନଙ୍କୁ ଥରେ ଦେଖିବା, ନଗରୀର ସର୍ଦ୍ଦାର କହିଲେ। ଦୀର୍ଘକାୟ ବ୍ୟକ୍ତିଟି ସମିତିର ସଦସ୍ୟମାନଙ୍କୁ ଗୋଟାଏ ପ୍ରକାଣ୍ଡ ଜନ୍ତା ପାଖକୁ ନେଇଗଲେ। ତହିଁ ଭିତରେ ଥିଲେ 3ଟି ହୃଷ୍ଟପୃଷ୍ଟ ବନ୍ଦୀ। ସେ ନିଶ୍ୱାଟି ହେଲା କାମ, ଦାଢ଼ିଆ ଜଣକ କ୍ରୋଧ ଏବଂ ସେ ପଗଡ଼ିବନ୍ତ ଲୋକଟି ଲୋଭ। ଦୀର୍ଘକାୟ ବ୍ୟକ୍ତିଟି ଚିହ୍ନେଇ ଦେଲା। ସମିତିର ସଭ୍ୟମାନେ ତାପରେ ଯେଉଁ ତୀକ୍ଷ୍ଣ ତରବାରୀ ସାହାଯ୍ୟରେ କାମ, କ୍ରୋଧ, ଲୋଭ ବଳି ପଡ଼ିବା କଥା ସେ ଗୋଟିକର ଧାର ପରୀକ୍ଷା କରି ସନ୍ତୋଷ ପ୍ରକାଶ କଲେ। ଅଦୃଶ୍ୟ ସନ୍ନ୍ୟାସୀ ଅଦୃଶ୍ୟ ରାଜୁକୁ କହିଲେ, ଏ ନଗରୀକୁ ଏହି କ୍ଷଣି ଧ୍ୱଂସ କରିଦେବାକୁ ମନ ହେଉଛି। କହିବା ବାହୁଲ୍ୟ, ତାଙ୍କର ସେ କ୍ରୁଦ୍ଧ କଣ୍ଠସ୍ୱର ରାଜୁ ବ୍ୟତିରେକ ଆଉ କେହି ଶୁଣିପାରିଲେ ନାହିଁ। ସେ ପୁଣି କହିଲେ, ମୁଁ ଏ ଅଧମମାନଙ୍କ ପୂର୍ବପୁରୁଷଙ୍କୁ ସେମାନଙ୍କ ନିଜ ଚେତନାର କାମ, କ୍ରୋଧ, ମୋହ କିପରି ଦିବ୍ୟ ଶକ୍ତି ଆଗରେ ତ୍ୟାଗ କରିବାକୁ ହେବ ତାହା ବୁଝେଇଥିଲି। ସେମାନେ କେତୋଟି ହତଭାଗ୍ୟ ବିଦେଶୀଙ୍କୁ ଧରି ଆଣି ସେମାନଙ୍କୁ ଗୋଟିଏ ଗୋଟିଏ ଦୁର୍ଗୁଣ ନାମରେ ନାମିତ କରି ବଳି ଦେଇ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ହାୟରେ ମଣିଷ! ସେ ଦୀର୍ଘକାୟ ଲୋକଟି ଏ ବର୍ଷ 3ଟି ଯାକ ପାପ କାବୁ କରିପାରିଥିବାର ଅର୍ଥ ବର୍ତ୍ତମାନ ରାଜୁ ପାଖରେ ସ୍ପଷ୍ଟ ହୋଇଗଲା। ଅଦୃଶ୍ୟ ଭାବରେ ନଗରୀ ଭିତରେ ଆଉ କିଛି ସମୟ ବୁଲି ସେମାନେ ଆହୁରି କେତେ କଥା ଜାଣିଗଲେ। ସେ ଜୈଗିକ ତରଭୁଜରୁ ନଗରବାସୀମାନେ ବିପୁଳ ଲାଭ କରନ୍ତି। ପ୍ରତିଦିନ ସନ୍ଧ୍ୟାରେ ବର୍ତ୍ତମାନର ସର୍ଦ୍ଦାର ପାହାଡ଼ ଆରୋହଣ କରି କେତେ ସଂଖ୍ୟାରେ ଲୋକଙ୍କ ଚାହିଦା ମେଣ୍ଟାଇବା ଲାଗି ତରଭୁଜ ପ୍ରୟୋଜନ ସେ କଥା ଉଚ୍ଚକଣ୍ଠରେ କହିଯାଏ। ଗ୍ରାମ ଗ୍ରାମାନ୍ତରରୁ ଆସି ଆତିଥ୍ୟ ଗ୍ରହଣ କରିଥିବା ବ୍ୟକ୍ତିମାନେ ମଧ୍ୟ ସେ ସଂଖ୍ୟାର ଅନ୍ତର୍ଭୁକ୍ତ। ସକାଳେ ପାହାଡ଼ ଉପରେ ବିଶାଳ ତରଭୁଜ ଆବିର୍ଭୂତ ହୋଇ ସୂର୍ଯ୍ୟ କିରଣରେ ଝଲସିତ ହେବାର ସେ ଅଦ୍ଭୁତ ଦୃଶ୍ୟ ତଥା ତରଭୁଜର ଅବର୍ଣ୍ଣନୀୟ ସ୍ୱାଦରେ ଆକୃଷ୍ଟ ହୋଇ ହଜାର ହଜାର ନରନାରୀ ସେଠାକୁ ଆସି ସପ୍ତାହ ଶେଷ ବିତାଉଥିଲେ। ଅବଶ୍ୟ ଅତିଥି ଭବନରେ ସ୍ଥାନ ପାଇଁ ଓ ତରଭୁଜର ସାମାନ୍ୟ ଅଂଶ ପାଇଁ ସେମାନଙ୍କୁ ପ୍ରଚୁର ମୂଲ୍ୟ ଦେବାକୁ ପଡ଼ୁଥିଲା। ଏହିପରି ଭାବରେ ଜଣେ ଭାଗ୍ୟବାନ ପୂର୍ବପୁରୁଷଙ୍କ ଦ୍ୱାରା ପ୍ରାପ୍ତ ବର ଉପରେ ସେ ବସତିର ଜନସାଧାରଣ ନିଜ ନିଜର ଉନ୍ନତି ସାଧନ କରି ଦୀର୍ଘ ସମୟ ଶୋଇବା ଅଥବା ଘୁଙ୍ଗୁଡ଼ି ମାରିବା ଭଳି ପ୍ରତିଯୋଗିତାରେ ବ୍ରତୀ ହୋଇ କାଳ କାଟୁଥିଲେ। ବର୍ଷକରେ ଥରେ ବିଦେଶରୁ ମଣିଷ କିଣି ଅଥବା ହରଣ ଚାଳ କରି ଆଣି ସେମାନଙ୍କୁ ବଳି ଦେଉଥିଲେ। ସୂର୍ଯ୍ୟାସ୍ତ ବେଳକୁ ସନ୍ନ୍ୟାସୀ ଓ ରାଜୁ ପୁଣି ପାହାଡ଼ ଶୀର୍ଷକୁ ଲେଉଟି ଆସିଥାନ୍ତି। ତରଭୁଜ ଲୋଟା ପାଖରେ ଗୋଟିଏ ପଥର ଉପରେ ବସି ଦୁହେଁ ଗପସପ କଲାବେଳେ ଝଲମଲ ପୋଷାକ ପରିହିତ ନଗରୀର ସର୍ଦ୍ଦାର ଆସି ସେଠାରେ ପହଞ୍ଚିଲା। ସେ ଗୁମ୍ଫାର ଦ୍ୱାର ଖୋଲା ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଏଣେ ତେଣେ ଅନେଇବା ସଙ୍ଗେ ସଙ୍ଗେ ଥରେ ଗୁମ୍ଫାର ଅନ୍ଧକାର ଅଭ୍ୟନ୍ତର ଭିତରକୁ ଦୃଷ୍ଟିପାତ କରିବାକୁ ଚେଷ୍ଟା କଲା। ସେଥିରେ କିଛି ଲାଭ ନ ହେବାରୁ ସେ ଚିରାଚରିତ ଅଭ୍ୟାସ ଅନୁସାରେ ନିଜ ବରାଦ ଶୁଣେଇ ଦେଲା। ଆଗାମୀକାଲି 20,000 ମଣିଷଙ୍କ ଚାହିଦା ମେଣ୍ଟାଇବା ଭଳି ତରଭୁଜ ଲୋଡ଼ା। 20,000? ପ୍ରଶ୍ନ କଲେ ସନ୍ନ୍ୟାସୀ। ସେ ନିଜକୁ ତଥା ରାଜୁକୁ ଏଥର ଦୃଶ୍ୟମାନ କଲେ। ବର୍ଷ ବର୍ଷ ଧରି ସେଠି ସର୍ଦ୍ଦାର କେବଳ ନିଜ କଣ୍ଠସ୍ୱର ନିଜେ ହିଁ ଶୁଣି ଆସୁଥିଲା। ଆଜି ହଠାତ୍ ଦ୍ୱିତୀୟ ସ୍ୱର ଶୁଣି ସେ ଚମକି ପଡ଼ିଲା। ଆପଣ କିଏ ଆଜ୍ଞା? ସେ ସସଙ୍କୋଚେ ପ୍ରଶ୍ନ କଲା। ତମେ କ'ଣ ଗୁମ୍ଫା ଭିତରେ ଥିବା ସନ୍ନ୍ୟାସୀଙ୍କ କଥା ଶୁଣି ନଥିଲ? ତାଙ୍କରି ବିଭୂତିରୁ ତରଭୁଜ ଫଳେ ବୋଲି ଜାଣିନଥିଲ? ସନ୍ନ୍ୟାସୀ ପଚାରିଲେ। ଶୁଣିଥିଲି ଯେ, କିନ୍ତୁ ମୁଁ ଭାବିଥିଲି ତାହା ଗୋଟିଏ କାହାଣୀ, କିମ୍ବଦନ୍ତୀ ମାତ୍ର। ଯଦି ତରଭୁଜଟି ବାସ୍ତବ ହେଲା, ତେବେ ତାହାର ଉତ୍ସ କାହାଣୀ କିମ୍ବଦନ୍ତୀ ମାତ୍ର ହେବ କିପରି? ସର୍ଦ୍ଦାର ସନ୍ନ୍ୟାସୀଙ୍କର ଏ ପ୍ରଶ୍ନର ଉତ୍ତର ଦେଇପାରିଲା ନାହିଁ। ସନ୍ନ୍ୟାସୀ ରାଜୁ ଆଡ଼େ ଅନେଇ କହିଲେ, ଏହି ହେଲା ବିଡ଼ମ୍ବନା। ମଣିଷ ଫଳକୁ ସ୍ୱୀକାର କରିବ, କିନ୍ତୁ ଫୁଲର ସୃଷ୍ଟି ଯେ ଜଣେ ଅଦୃଶ୍ୟ ଶିଳ୍ପୀର କଳ୍ପନା ଓ କଳା କୁଶଳତାର ହିଁ ସମ୍ଭବ ହୋଇଥାଇପାରେ ସେ କଥା ଚିନ୍ତା କରିପାରିବ ନାହିଁ। ଯୁବକ ସର୍ଦ୍ଦାର ଅବଶ୍ୟ ଅପ୍ରତିଭ ଦେଖାଗଲା। ପରିସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ କହିଲା, ସନ୍ନ୍ୟାସୀ ମହାଶୟ, ଆପଣ ଗୁମ୍ଫା ଭିତରୁ ବାହାରି ଅଇଲେ ଭଲ କଲେ। ଆମେ ଆପଣଙ୍କୁ ଗୁମ୍ଫା ତୁଳନାରେ ଅଧିକ ଚମତ୍କାର ରହିବା ଘର ଯୋଗାଇ ଦେବୁ। ଗତ କେତେ ଯୁଗ ଧରି ଆପଣ କିଛି ଖିଆପିଆ କରିଛନ୍ତି କି ନାହିଁ ସନ୍ଦେହ। ଚାଲନ୍ତୁ ଆପଣଙ୍କ ପାଇଁ ନାନା କିସମର ସୁଖାଦ୍ୟର ବ୍ୟବସ୍ଥା କରିଦେବା।
ସେଥିରୁ ଅନେକ ଖାଦ୍ୟ ଆପଣ ଦେଖିନଥିବେ, କାରଣ ଆପଣ ନିଜକୁ ଗୁମ୍ଫାରୁଦ୍ଧ କରିବା ଯୁଗରେ ସେସବୁର ଉଦ୍ଭାବନ ହୋଇନଥିଲା। ହଁ, ଆମିଷ ଚଳେ ନା ଆପଣ ତୁଚ୍ଛା ନିରାମିଷାସୀ? ଚୁପ୍! ସନ୍ନ୍ୟାସୀଙ୍କ ଧମକରେ ସର୍ଦ୍ଦାରର ମୁହଁ ସେତା ପଡ଼ିଗଲା। ତମେ ମୋ ପ୍ରଶ୍ନର ଉତ୍ତର ଦେଇନା ହଏ ଯାଏ। 20,000 ଲୋକ ଖାଇଲା ଭଳି ଏଡ଼େ ବିରାଟ ତରଭୁଜ ତୁମର କାହିଁକି ଲୋଡ଼ା? ସନ୍ନ୍ୟାସୀ ପ୍ରଶ୍ନ କଲେ। ଆଜ୍ଞା, ଆମ ନଗରବାସୀଙ୍କ ସଂଖ୍ୟା ବର୍ତ୍ତମାନ 15,000। ଆଉ 5,000 ସରିକି ପର୍ଯ୍ୟଟକ ଆସି ଅତିଥି ହେଇଛନ୍ତି। ସେମାନେ ତରଭୁଜ ବାବଦରେ ପଇସା ଦେବେ। ଏଣିକି ଆପଣଙ୍କୁ ସେ ଉପାର୍ଜନରୁ ଅଂଶ ଦେବା କଥା ବି ବିବେଚନା କରି ଦେଖାଯାଇପାରେ। ହଁ, ମୋ ମୁଣ୍ଡକୁ ଆଉ ଗୋଟିଏ ବଢ଼ିଆ ଯୋଜନା ଆସିଗଲାଣି। ଆପଣ ଯଦି ତରଭୁଜ ପାଖରେ ବସି ରହିବେ, ଆପଣଙ୍କୁ ଦେଖିବା ବାବଦରେ ଲୋକଙ୍କୁ କିଛି ଅଧିକା ପଇସା ଦେବାକୁ ବି କୁହାଯାଇପାରେ। ସେ ଆୟର ଗୋଟିଏ ବଡ଼ ଅଂଶ ଆପଣଙ୍କ ସେବାରେ ଖର୍ଚ୍ଚ ହେଉ, ଆପତ୍ତି ନାହିଁ। ସର୍ଦ୍ଦାର ବେଶ ଅର୍ଥପୂର୍ଣ୍ଣ ଓ ଦୟାର୍ଦ୍ର ହସ ଫୁଟେଇ କହିଲେ। ଚୁପ୍! ସନ୍ନ୍ୟାସୀଙ୍କର ଦ୍ୱିତୀୟ ଥର ଧମକରେ ସେ ପାହାଡ଼ ଥରିଗଲା ଭଳି ମନେ ହେଲା। ସେ କହିଲେ, କାଲି ସକାଳ ବେଳକୁ ଏଠି ଉପୁଜିଥିବ ଗୋଟିଏ ରାକ୍ଷସୀ ତରଭୁଜ। ସେଇ ଶେଷ ତରଭୁଜ ଫାଟି ତମ ନଗରୀକୁ ଶେଷ କରିଦେବ। ଯାଅ ଏଥର। ସର୍ଦ୍ଦାର ବୁଲି ପଡ଼ି ପଳେଇଲା। ଅନେକ ସମୟ ଧରି ଦିଗନ୍ତକୁ ଅନେଇ ସନ୍ନ୍ୟାସୀ ବସି ରହିଲେ। ସୂର୍ଯ୍ୟ ଅସ୍ତଗଲେ। ମେଘମାଳା ତଳେ ଉଡ଼ି ଯାଉଥାନ୍ତି ଘର ବାହୁଡ଼ା ପକ୍ଷୀମାନେ। ଭାବିଥିଲି, ତରଭୁଜ ରୂପୀ ଦୈବୀ ବିସ୍ମୟ ଏ ବସତିର ଲୋକଙ୍କୁ ସବୁବେଳେ ଭଗବାନଙ୍କୁ ସ୍ମରଣ କରାଉଥିବ। କିନ୍ତୁ ସେଭଳି ଚିନ୍ତା ମୋର ନିର୍ବୋଧତା। ଶୂନ୍ୟ ଆକାଶରେ ଝୁଲି ରହିଛନ୍ତି ସୂର୍ଯ୍ୟ, ଚନ୍ଦ୍ର ଓ ଅସଂଖ୍ୟ ନକ୍ଷତ୍ର। କାଦୁଅ ପଙ୍କ ଭିତରୁ ଫୁଟି ବାହାରୁଛି ପଦ୍ମଫୁଲ। ଏସବୁ ଦୈବୀ ବିସ୍ମୟ ଯଦି ମଣିଷ ହୃଦୟରେ ମହତ୍ ଭାବନାର ବିକାଶ କରୁନାହିଁ, ଗୋଟିଏ ତରଭୁଜ ବା ତାହା କରନ୍ତା କିପରି? ସନ୍ନ୍ୟାସୀ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ବାବା, ଆପଣଙ୍କ ଧମକ ସର୍ଦ୍ଦାର ଓ ସର୍ଦ୍ଦାର ଜରିଆରେ ଅନ୍ୟମାନଙ୍କ ଭିତରେ ସଦ୍ବୁଦ୍ଧିର ସଞ୍ଚାର କରିବ ନିଶ୍ଚୟ। ଦୀର୍ଘକାଳ ଧରି ସେମାନଙ୍କୁ ଯେଉଁ ସୁଯୋଗ ମିଳିଥିଲା, ସେମାନେ ତାହାର ସଦୁପଯୋଗ କରିନଥିବାରୁ ବର୍ତ୍ତମାନ ଅନୁତାପ କରୁଥିବେ। ରାଜୁ କହିଲା, ମୁଁ ସେତେ ଦୂର ଆଶାବାନ ନୁହେଁ। ମୂଢ଼ତାର କରାମତି ମଧ୍ୟ କମ୍ ନୁହେଁ। ତମେ ତଳକୁ ଯାଇ ଥରେ ଦେଖି ଆସିପାର। ସନ୍ନ୍ୟାସୀ କହିଲେ। ପୂର୍ଣ୍ଣମୀ ରାତି। ରାଜୁ ଧୀରେ ଧୀରେ ନଗରୀର ମୁଖ୍ୟ ରାସ୍ତା ଦେଇ ଅଗ୍ରସର ହୋଇ ସଭାଗୃହ ପାଖରେ ପହଞ୍ଚି ଦେଖିଲା, ନଗରବାସୀମାନଙ୍କୁ ସର୍ଦ୍ଦାର ଉଦ୍ବୋଧନ ଦେଉଛନ୍ତି। ସନ୍ନ୍ୟାସୀ ଦେଇଥିବା ଧମକ ସତ୍ୟରେ ପରିଣତ ହେଲେ ଯେଉଁ ପରିସ୍ଥିତି ଉପୁଜିବ, ତାର ମୁକାବିଲା କରିବା ନିମନ୍ତେ ସେ ଲୋକମାନଙ୍କୁ ଆହ୍ୱାନ ଦେଉଥିଲା। ସେ ଉପସ୍ଥାପନ କରୁଥିଲା ଗୋଟିଏ ଅଭିନବ ଯୋଜନା। ଆବାଳ ବୃଦ୍ଧ ବନିତା ପ୍ରଭାତରୁ ଆଁ କରି ଠିଆ ହୋଇ ରହିବେ। ତରଭୁଜ ଫାଟି ତଳକୁ ଆସି ନଗରୀକୁ ଧୋଇ ନେଇଯିବା ପୂର୍ବରୁ ସେମାନେ ସମଗ୍ର ତରଭୁଜକୁ ଗ୍ରାସ କରି ପକାଇଥିବେ। ଏମନ୍ତ ପ୍ରକାରେ ସେମାନଙ୍କର ଏକତାବଦ୍ଧ ମୁଖବ୍ୟାଦାନ ସନ୍ନ୍ୟାସୀଙ୍କ ସାପକୁ ଅକାମୀ କରିଦେବ। ସେ ଦିଗରେ ଯଥାରୀତି ପ୍ରସ୍ତୁତ ହେଉଥିଲା। ଲୋକେ ଶପଥ ନେଲେ କି ସେ ରାତିରେ ସେମାନେ ଅଖିଆ ଶୋଇବେ, ତାହେଲେ ସକାଳେ ବହୁ ପରିମାଣ ତରଭୁଜ ଭକ୍ଷଣ କରିବାକୁ ସକ୍ଷମ ହେବେ। ଆଦର୍ଶ ପ୍ରତିବେଶୀ ପ୍ରେମରେ ଉଦ୍ବୁଦ୍ଧ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସେମାନଙ୍କୁ ସହଯୋଗ ଦେବା ନିମନ୍ତେ ପହଞ୍ଚିବାକୁ ଲାଗିଲେ। ରାଜୁ ବିମର୍ଷ ବୋଧ କଲା। ଅଧରାତି ବେଳକୁ ସେ ସନ୍ନ୍ୟାସୀଙ୍କ ପାଖକୁ ଲେଉଟିଗଲା। ପ୍ରଭାତ ବେଳକୁ ପାହାଡ଼ ତଳେ ଧାଡ଼ି ଧାଡ଼ି ନରନାରୀ ଆଁ କରି ଠିଆ ହେବାର ଦେଖାଗଲା। ପାହାଡ଼ ଉପରେ ସେତେବେଳେ ଉଦ୍ଭୂତ ହୋଇଥାଏ ଆଉ ଗୋଟିଏ ପାହାଡ଼ ଭଳି ବିଶାଳକାୟ ତରଭୁଜ। ମୃଦୁ ଉଷାଲୋକରେ ସେ ଯେତିକି ଅପୂର୍ବ, ସେତିକି ଭୀଷଣ ଦିଶୁଥାଏ। ହଠାତ୍ ତାହା ଫାଟିଗଲା ଏବଂ ସହସ୍ର ଖଣ୍ଡରେ ପାହାଡ଼ ତଳକୁ ମାଡ଼ି ଆସିଲା। ଲୋକେ ପ୍ରସ୍ତୁତ ହୋଇ ରହିଥିଲେ। ସେମାନେ ସେସବୁ ଖଣ୍ଡକୁ ତତ୍କ୍ଷଣାତ୍ ଚୋବେଇ ଗିଳି ପକାଇଲେ। ଧକ୍କାର ପ୍ରାବଲ୍ୟରେ କେହି ଯଦି ଭୂତଳଶାୟୀ ହେଉଥାଏ, ସେ ସେହି ଅବସ୍ଥାରେ ହିଁ ତରଭୁଜ ଖଣ୍ଡକୁ ଜାବୁଡ଼ି ଧରି ତାକୁ ଖାଇଯାଉଥାଏ। ତାପରେ ସମବେତ ଜନତା ଏହି ଅଭାବନୀୟ ଏକତା ତଥା ବିଜୟ ଯୋଗୁଁ ନିଜକୁ ଅଭିନନ୍ଦନ ଜଣାଇ ଗୋଟିଏ ପ୍ରସ୍ତାବ ଗ୍ରହଣ କଲା। ଅତିଥିମାନେ ବିଦାୟ ନେଇ ଚାଲିଗଲେ। ଦ୍ୱିପ୍ରହର ବେଳକୁ ନଗରୀ ଦେଖାଗଲା ହତଶ୍ରୀ। ମାତ୍ରାଧିକ ତରଭୁଜ ଭକ୍ଷଣ ଯୋଗୁଁ ଅନେକ ଅସୁସ୍ଥ। କିନ୍ତୁ ଯେଉଁ ବିଷମ ପ୍ରଶ୍ନ କ୍ରମେ ସେମାନଙ୍କ ମନରେ ଭୟାବହ ରୂପ ନେଇଥିଲା, ତାହା ହେଲା, ଏହାପରେ ସେମାନେ କରିବେ କ'ଣ? ଜୈଗିକ ତରଭୁଜକୁ ବିକି ଭାଙ୍ଗି ସେମାନେ ସମୃଦ୍ଧ ହୋଇଥିଲେ। ତାହା ବାହାରେ ସେମାନେ ଆଉ କିଛି କରୁନଥିଲେ। ବର୍ତ୍ତମାନ ସନ୍ନ୍ୟାସୀ ଯେ କହିଥିଲେ ତାଙ୍କ ବିଭୂତି ପ୍ରସ୍ତୁତ ଶେଷ ତରଭୁଜ ଏ ନଗରୀକୁ ଧ୍ୱସ୍ତ କରିଦେବ, ବିଜ୍ଞ ନାଗରିକମାନେ ବର୍ତ୍ତମାନ ସେ କଥାର ଭିନ୍ନ ବ୍ୟାଖ୍ୟା କରିବାକୁ ଆରମ୍ଭ କରିଥିଲେ। ତରଭୁଜ ଫାଟି ନଗରୀକୁ ଭାଙ୍ଗି ଚୁରି ପକାଇବ ବା ଭସାଇ ନେଇଯିବ, ସନ୍ନ୍ୟାସୀ ବୋଧହୁଏ ତାହାଠୁ ଅଧିକ କିଛି ସୂଚାଉଥିଲେ। ସେ ତରଭୁଜ ହିଁ ହେବ ଶେଷ ତରଭୁଜ ଏବଂ ପରେ ନଗରବାସୀମାନେ ଆଉ ତରଭୁଜରୁ ଲାଭ ଉଠାଇ ନ ପାରିବା ଫଳରେ କ୍ରମେ ସେମାନଙ୍କ ନଗରୀ ବିଲୁପ୍ତ ହେବ। ସନ୍ନ୍ୟାସୀ ସମ୍ଭବତଃ ତାହା ହିଁ ବୁଝାଉଥିଲେ।
ସନ୍ଧ୍ୟା ହେଲା। ସନ୍ନ୍ୟାସୀ ନଗରୀକୁ ପଛରେ ପକାଇ ଅଗ୍ରସର ହେଲେ। ରାଜୁ ତାଙ୍କୁ ଅନୁସରଣ କଲା।